ହଁ କଣ କହୁନ। କରୁଛ? ହୁଁ କଣ କରୁଛ? କଣ କରୁଛ? ହ୍ୟାଲୋ ହ୍ୟାଲୋ ହଁ ଶୁଭୁନି? କଣ କରୁଛ? ଆସିଛି ଟିକେ ମେଡିକାଲ ଆସିଛି ସଜିବନି କଣ ଖାଇଛ ସକାଳୁ? ଖାଇନି ଖାଲି କଦଳୀ ଦିଟା। କଦଳୀ ଖାଇଛ? କୋଉ କଦଳୀ କହିଲୁ? କୋଉ କଦଳୀ? ଧଳା କଦଳୀ। ତମେ ଆଉ କଣ ଖାଇଥିଲ? ମୁଁ ତ ଭାବିଲି ମୋ କଦଳୀ ତ ମୋ ପାଖରେ ଅଛି ତମେ କୁଆଡୁ ଖାଇଲ? ଏତେ ସୁନ୍ଦରିଆ କଦଳୀ ମୁଁ ଆଉ କାହା କଦଳୀ ଖାଇବିନି ଏଇଟା ଗୋଟେ କଥା। ଆଉ ତାହେଲେ ମୋ ଭିଣେଇ କଦଳୀ ତାହେଲେ ନଷ୍ଟ ହେଇଯିବ ନା ଖାଇଲେ। ଆଉ ମୋ କଦଳୀ ଟା କେବେ ଖାଇବ? ଆଉ ପ୍ଲାନ ହେଇଛି ଯୋଉ ହିସାବରେ ସେଇ ହିସାବରେ। ଆଚ୍ଛା। ଖାଇ ଖାଇକି ତ ପୁରା ସରେଇଦେବି ଆଉ। ସରେଇଦବ? ଆଉ ଖାଇ ଖାଇ ଯଦି ସରେଇଦବ ଆଉ ପୁରେଇବ କୋଉଠି? ହୁଁ? ହଁ ଠିକ ଠିକ ତାହେଲେ ରଖି ରଖିକି ଖାଇବି ଆଉ। ସେଇ କଦଳୀ ଯେତେ ଖାଇବ ସେତେ ବଡ ହବ। ଓ ଆଚ୍ଛା ଆଚ୍ଛା ଏଟା ସେ କଦଳୀ ନା? ହଁ। ଯେତେ ଖାଇଲେ ସେତେ ବଡ ହବ ତାହେଲେ ତ ବଢିଆ ହଁ ହବ। ଆଉ ତମେ ଜାଣିନ କି? ମୁଁ କେମିତି ଜାଣିଲି ମୁଁ କେବେ ଖାଇଛି ନା ସେ କଦଳୀ। ମୁଁ ଖାଲି ତା ଫଳ ଆଚ୍ଛା କଦଳୀ ଖାଇଛି। ସେ ଆଚ୍ଛା କଦଳୀ ଟା ଖାଇ ନାହିଁ କେବେ ଖାଇଲେ ବଡ ହୁଏ କିନ୍ତୁ ଜାଣିଛୁ ଖାଇଲେ ସରିଯାଏ ସେ କଦଳୀ ଖାଇଲେ ସରେ ନାହିଁ ବଢେ ବୋଲି ମୁଁ ଜାଣିଛି। ଆଚ୍ଛା। ହୁଁ ହଉ ଏକ୍ସପିରିଏନ୍ସ ହେଇଯିବ ଆଉ। ହଁ ତମେ ଅଛ ଆଉ ବୁଝିଲା। ତମେ ଅଛ ଆଉ ମୋର କଣ ଦରକାର ପୁରା ଫୁଲ ଏକ୍ସପିରିଏନ୍ସ କରେଇଦବ ଆଉ। ମୁଁ ଅଛି ନା ଏକ୍ସପିରିଏନ୍ସ କରେଇଦେବି ତମକୁ ହେଲା। ବାସ୍ ବାସ୍। କଦଳୀ ତ ସେଦିନ ଦେଖିଲ ପସନ୍ଦ ଲାଗିଲା? ହଁ ମସ୍ତ ହେଇଛି ହ୍ୟାଲୋ ଆଁ ପୁରା ପୁରା ମସ୍ତ ହେଇଛି କଦଳୀ ପୁରା ପୁରଷ୍ଟ। ଆଚ୍ଛା ଖାଇବାକୁ ଇଚ୍ଛା ହଉନି? ଆଉ ହଉନି ମାନେ ମୋ ମନ ପୁରା ସେଇଠି ହଉଛି ତ ଅଛି। ହଁ ଆଉ କିଛି ଖାଲି ଖାଏ ରୋଷେଇ ତ କିଛି ସେଇଥିପାଇଁ ସକାଳୁ କଦଳୀ ଖାଇଛି ଥଣ୍ଡାରେ ବି କଦଳୀ ଖାଇବା ଏତେ ମନ ହେଲା ନା ଆଉ ସେଇଥିପାଇଁ ସେଇ ଏଇ କଦଳୀ କାମ କରିଦେଲି ଆଉ। ତମେ ତ ଏଇନା ଦୂରରେ ମୁଁ ତ ଏଇନା ଆଚ୍ଛା ପାଖରେ ଆଉ କଣ କରିବା। ଆଚ୍ଛା ହଉ ହଉ ଯୋଉଦିନ ଯିବା ଯୋଉଦିନ ରୁମ କୁ ଯିବା ସେଦିନ ପୁରା ଖାଇଦବ ମନ ଭରିକି ଆଉ। ମନ ଭରିକି ଖାଇବି ମାନେ ହୁଁ। ତମେ କଣ ଖାଇଛ ସକାଳୁ ସେଉ ନା ଅରେଞ୍ଜ? ମୁଁ କମଳା ଦିଟା ଖାଇଛି। ହଁ ଦିଟା କମଳା ଖାଇଛ ନା? ହଁ। ବଡ ସାଇଜ ନା ଛୋଟ ସାଇଜ କୋଉ ସାଇଜର ଖାଇଲ? ମୁଁ 32 ସାଇଜର ଖାଇଛି। କୋଉଠୁ ପାଇଲ? କୋଉଠୁ ପାଇଲି କଣ ମାନେ କଣ ତମ କମଳା ଖାଇଛି ନା କଣ ଇଏ କମଳା ନା ଆଉ। ମୋ ଦିଦିର ତମ କତିରେ ନାହିଁ ମୁଁ ବି ତମ କତିରେ ନାହିଁ ତମେ କୋଉଠୁ ପାଇଲ? ମୁଁ ଚୋପା ଛଡା କମଳା ଖାଇଛି। ଓହୋ ଚୋପା ଛଡା ଖାଇଦେଲ ନା? ହଁ ଆଉ ତମେ ତ ତମର ତ ପାଖରେ ନାହ ସେଥିପାଇଁ ଏକ୍ସପିରିଏନ୍ସ ହଉଛି କରୁଛି ଆଉ ଧୀରେ ଧୀରେ ଆଉ। କେମିତି ଚିପି ଚିପି ଖାଇଲ ନା ଡାଇରେକ୍ଟ ଖାଇଲ? ହଁ ଚିପି ଚିପି ଖାଇଲି। ପୁରା ରସ ଚୁସି ଚୁସିକି ଖାଇଲ ନା ଚୋବେଇ ଖାଇଲ? କେମିତି ଖାଇଲ? ହଁ ଚୁସି ଚୁସିକି ଖାଇଲ ନା ଚୋବେଇକି ଖାଇଲ? ଚୋବେଇ ଖାଇଲେ କଣ ହବ ଚୋବେଇ ଖାଇଲେ ବା ତମକୁ କାଟିବ। ଓହୋ ଚୁଷି ସେଇଟା ଚୁସି ଖାଇଲି ପୁରା ଧରିକିରି ହାତରେ ଚିପିଡ଼ି ଚିପିଡ଼ି ଖାଇଦେଲି। ଓହୋ। ଏମିତି ତମେ ପାଖକୁ ଆସିଲେ ଜାଣିବ କେମିତି ଖାଇଛି କମଳା କହିଦେବି ଦେଖେଇଦେବି ମାନେ ପୁରା ପ୍ରାକ୍ଟିକାଲ କରିଦେବି ହେଲା। ଡେମୋ। ହଁ ଡେମୋ ପୁରା ଦେଖେଇଦେବି ପ୍ରାକ୍ଟିକାଲ କରିକି ହେଲା। ନିଜେ ଜାଣିବ କେମିତି କମଳା ଖାଉଛି ମୁଁ ହେଲା। ଓହୋ
ତମର 32 ସାଇଜ କମଳା ପୁରା 36 କରାହବ। 32 36 କେମିତି ହେଇଯିବ? ଆଉ କମଳା ଖାଇଲେ ଡେଲି ବଡ ହବ ଆଉ। ହୁଏ କି ସେମିତି? ଆଁ ସେମିତି ହୁଏ କି? ହଁ କମଳା ଯଦି ଡେଲି ଆଗରୁ ଡେଲି ଜାଣିଛି ଜିନିଷ ଗୁଡା ଖାଇଲେ ସରେ, ଏଗୁଡା ଏମିତି ଖାଇଲେ ବଢେ ବୋଲି ମୁଁ ଜାଣିଥିଲି। ହଁ ଏସବୁ ଓଲଟା, ଏଗୁଡା ସବୁ ଓଲଟା ବୁଝିଲ। ସବୁ ଓଲଟା ନା? ହଁ ଏ ସବୁ ଖାଇଲେ ବଢିବ ହେଲା। ସେ ତମେ ଯୋଉ କଦଳୀ ହଁ ଛୋଟ ମାନେ ସରିଯିବ ଏଇ ଆଉ ଅଛଡା କଦଳୀ ଖାଇଲେ ବଡ ହବ ବୁଝିଲ। ଆଉ ଏ ଯୋଉ ଆଉ କମଳା ବି ସେମିତି ହେଲା। ବୁଝିଲେ? ୟାକୁ ବି ଚିପୁଡି ଚିପୁଡି ଖାଇଲେ ବଢିଆ ବୁଝିପାରୁଛ ନା ନାଇଁ? ଲାଗେ। ହଁ ଓଡିଆ ଟା ମୁଁ ବୁଝିପାରୁନି ମୁଁ କଣ ବାହାରୁ ଆସି ହଁ ନେପାଳରୁ। ହଁ ସେଇଭଳିଆ ଆଉ ତମର କଣ କହିଲ? ହ୍ୟାଲୋ ହଁ କଣ କହିଲ? ତମର କମଳା ଖାଇବାକୁ ଖାଲି ଇଚ୍ଛା ହଉଛି। ନିଶ୍ଚିତ। ତାହେଲେ ଅନେକ ତମେ କେମିତି କମଳାକୁ ଚିପି ଚିପି ଖାଇବ, ମୁଁ କମଳା ହୁଁ ପୁରା ଆମେ ଚୁସି ଏକା ଚୁସି ପୁରା ସାଥେ ଖାଇବ। ଚୁସି ଚୁସି ପୁରା ହଁ ଆମେ ହଁ ଆମେ ପୁରା ଏକା ସାଥେ ଖାଇବା ହେଲା। ଏକା ସାଥେ ମାନେ? ମାନେ ତମେ ମୋର କଦଳୀ ଖାଇବ, ମୁଁ ତମର କମଳା ଖାଇବି। ଆଚ୍ଛା ଆଚ୍ଛା ସେମିତି କେମିତି ହବ? ସେମିତି ତାହେଲେ ଓଲଟା ପାଲଟା ମାନେ କେମିତି ଖାଇବ? ସେଇଟା ହବ ପାଖକୁ ଆଇଲେ କହିବି। କେମିତି ହବ କହୁନା? ତମେ ଯଦି କମଳା ଖାଇଲ, ତାହେଲେ ତମେ ତ ମୋ କତିକି ମୋ ମୁହଁ କରି ତମ ମୁହଁ ପାଖାପାଖି ରହିବ ନା। ଆଉ ସେପଟେ ତମ କଦଳୀ ଟାକୁ ମୁଁ କେମିତି ଖାଇବି? ହବନି ନା। ହଉ ଅଲଗା ଅଲଗା ଖାଇବାକୁ ପଡିବ ଆଉ ହେଲା। ତମ ନହେଲେ ଶୁଣ ଫାଳ କମଳା ଯଦି ଖାଇବ ତାହେଲେ ହେଇପାରିବ। ଆଁ ଫାଳ କମଳା ଯଦି ଖାଇବ ତାହେଲେ ହେଇପାରିବ। 6-9 ହଁ 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 ସେଇଟା ହବ ହେଲା। ଫାଳିକିଆ ସେ କମଳା ଟା ଖାଇପାରିବ। ହଁ ଫାଳିକିଆ କମଳା ଟା ଖାଇବି, ତମେ ମୋର କଦଳୀ ଟା ଖାଇବ ଆଉ ଏକା ସାଥେ ଆଉ ହେଲା। ମଜା ଲାଗିବ ନା। ମଜା ମାନେ ପୁରା ଜନ୍ନତ। ତମେ ମୋର କଦଳୀ ଖାଇବ, ମୁଁ ତମ କମଳା ଖାଉଥିବି। ତମେ ଫାଳିକିଆ କମଳା ଖାଉଥିବି ନା। ଓହୋ। ସେ କଣ ହେଇଯାଉଛି ନା ଏଗୁଡା ସବୁ କହିଲା ବେଳେ? ହେଇଯାଉଛି ମାନେ ହବ ଆଉ ରହି ହଉନି। ବହି ଯାଉନି ତ? ମୁହଁରେ ଓଦା ମୋଦା ହେଇଗଲାଣି ବୋଧେ, ବାହାରେ ଅଛି ପୁଣି କଣ ଅଧା କରିବି? ଅଧା କମ ଅଧା କମଳାରୁ ପାଣି ବହିଯାଉନି ତ? ହଁ ବା ରସ ବୋହି ଯାଉଛି, ପୁରା ଟିଙ୍କ ହେଇକି ଅଛି ନା ପୁରା ଫୁଲ୍। ପୁରା ପାଚିକି ପୁରା ଡିଙ୍କ କମଳା ଟା। ହଁ ହଁ। ସେ ଖାଇବା କଥା ଶୁଣୁ ଶୁଣୁ ପାଟିରୁ ବୋହିଯାଉଛି। ଆଚ୍ଛା ଏ ଜୁସ୍ ଟା କେତେ ଟେଷ୍ଟି ଜାଣିଛ ନା ଅଧା କମଳାର? ମୁଁ କଣ ଜାଣିଛି, ମୁଁ ଖାଇଛି ନା ଥୋଡି। ନାଇଁ ତମେ ତ ଜାଣିବନି, ତମ ଫାଳିକିଆ କମଳାର ଜୁସ୍ ବହୁତ ଟେଷ୍ଟ। ମତେ ସେଇ ଜୁସ୍ ପିଇବାକୁ ବହୁତ ଭଲ ଲାଗେ ହେଲା। ଆଚ୍ଛା। ପୁରା ଜିଭ ପୁରେଇକି ଚାଟି ଚାଟି ପିଇବାକୁ ଭଲ ଲାଗେ। ମଜା ମାନେ କଥା କହିଲା ବେଳୁ ଖାଲି ମୋ କଦଳୀ ପୁରା ନାଗସାପ ପରି ଫଁ ଫଁ ହେଲାଣି। ନାଗସାପ ଭଳିଆ ଫଁ ଫଁ। ହଁ ଖାଲି ସେ ଫାଳିକିଆ କମଳା ଭିତରେ ପଶିକି ପଶିକି କହୁଛି। ପଶିଆ ପଶିଆ କହୁଛି ନା। ହଁ। ହଉ ହଉ ତାକୁ ଟିକେ ଥୟ କରେଇକି ରଖ କିଛି ଦିନ। ହୁଁ କିଛି ଦିନ ତାକୁ ଟିକେ ଥୟ କରେଇକି ରଖ। ମୁଁ ଖାଲି ପୁରା କମଳା ପୁରା ଫାଳ କରିକି ନେଉଳେଇକି ରଖିଥିବି ଆଉ ଗଲେ ଆଉ ଖାଲି ସେ ଆସିବ ପୁରା ଅମା କଷିବ ଆଉ। ଆଉ ସେ କମଳା ଯୋଉ ଫାଳିକିଆ କମଳା ପାଖରେ ସବୁ ଲଟା ବୁଦା ଅଛି ସବୁ ମାନେ ସଫା କରିକି ଆସିବ ହେଲା। ସେଇଟା ତମେ ତମର ଗଲେ କରିଦବ ମତେ ଆସିବନି। ମୁଁ ସଫା କରିଦେବି ହଉ ହଉ ହଁ ହଉ ଆଉ। ଏତିକି ଟିକେ କଷ୍ଟ କରିବନି ନା ଏତେ ଟେଷ୍ଟି ଜିନିଷ ହଁ ଖାଇବ। ଆରେ ଏତିକି ଟେଷ୍ଟ ଏତିକି ମୁଁ କରିପାରିବିନି ଏତିକି କଣ ଏଇ କାମ ସବୁ କମଳା ଖାଇବା ପାଇଁ କେତେ କଷ୍ଟ କରିବାକୁ ପଡୁଛି ମୁଁ କଣ ଏତିକି କରିପାରିବିନି। ବାସ୍ ନିଜେ ତୋଳିକି ଆଣି ଖାଇବାରେ ମଜା ଅଛି। ତୋଳିକି ଆଣି ହଁ ଦେଇଥିଲେ ସେଇ ବି ମତେ ସେଇଆ କମଳା ଖାଇବା ବଲେ ତ କଣ୍ଟା କମଳା ଗଛର କଣ୍ଟା ବି ହାତରେ ବାଜୁଛି ସେଇ କଣ ଏତିକି ଆଉ ପତ୍ର ଫତ୍ର ଆଡେଇ କଣ୍ଟା ଛଟା ଆଡେଇ ସାଇଜ କରି ହଁ ପହଞ୍ଚିବ ସେଠି ଖାଇବା ପାଇଁ ସେଇ ଯୋଉ ମଜା ହଁ ଅପେକ୍ଷାର ଅନ୍ତ ଘଟିବ। ହଁ। କହିଲେ ନ ସରେ।
କୁହନି ସେ କଥା। ହ୍ୟାଲୋ ହଁ ଶୁଭିଲା? ହ୍ୟାଲୋ। ହଁ ଶୁଭିଲା? ହଁ ମୁଁ କଣ କହୁଥିଲି ଜାଣିଛୁ, ମୁଁ କଣ କହୁଥିଲି ଶୁଭିଲା, ବୁଝିପାରିଲ? ହଁ କହୁନ। ମୁଁ କହିଲି ଏଇ କଥା ହେଲା ବେଳୁ ତମ ଫାଳିକିଆ କଣ ରସୋଇ ଆପେ ଆପେ ବହି ଯାଉଛି ନା? ହଁ ପା। ମୋ ପାଖରେ ଥିଲେ ଖାଲି ଚାଟି ନେଇଥାନ୍ତି ଗୋଟେ ଆଡୁ ସେଇ ରସ, ଟୋଟାଲି ତଳେ ପଡିଆକୁ ଦେଇନଥାନ୍ତି। ଖାଲି ଚାଟି ପୁରା ତମର ଘିଅ ଟାକୁ ନାଲି କରିଦେଇଥାନ୍ତି। କଣ ହଉଛି? ହାତ ଖାଲି କଣ ସୁରୁ ଦିଆଯିବ। ହଁ ମୁଁ କଣ ଭାବୁଛି କହିଲ? କୁହ। ମୁଁ ଏଇ କଥା ହେଲେ ଯଦି ତମର ଏମିତି ବହି ଯାଉଛି, ମୁଁ ପୁରେଇଲା ବେଳକୁ ତମର ବହି ପଡିବ ସବୁ। ସବୁ ବାହାରିଯିବ। ବୋଧେ ଗଦା ଫଦା ସବୁ ଓଦା କରିଦବ ବହି। ହଁ ଓଦା ହେଇଯିବ, ତଳେ ପକେଇଦବା ବେଡସିଟ୍ ଫେଡସିଟ୍ ଆଉ ଏକ୍ସଟ୍ରା। ହୁଁ। ହ୍ୟାଲୋ। ଶୁଭୁଛି? ହଁ। କୋଉ କଲର ଆଜି କୋଉ କଲର ବ୍ରା ପିନ୍ଧିଛ କହିଲ? ଆଜି ପିନ୍ଧିଛି ପିଙ୍କ। ବାଃ ମୋର ଫେଭରେଟ କଲର, କିଏ କହିଲା ତମକୁ? ମୁଁ ତ କହିନି ମୋର ଫେଭରେଟ କଲର ପିଙ୍କ ବୋଲି। ଏମିତି ମତେ ସେମିତି କିଛି ମୁଁ ତ ଜାଣିନି, ପିଙ୍କ ମାନେ ନର୍ମାଲ ଥାଏ ନା ପିଙ୍କ ଯାହା ସବୁ ଜିନିଷ ଥାଏ, କିନ୍ତୁ ଆଚ୍ଛା ତାହେଲେ ତ ଆହୁରି ବଢିଆ ହବ ଆଉ। ଆଚ୍ଛା। ଆଉ ଯୋଉ କଣ ପେଟିକୋ କୁହନ୍ତିନି ଯୋଉ ହଁ जिसको अपूरी ହଁ शिद्दत से था तो पूरे कायनात आपको से मिलाने देता है। ଆଚ୍ଛା। ତ କାयନାତ ବି ଚାହୁଁଛି ବୋଧେ, ମୁଁ ସେଇଥିପାଇଁ ଆଜି ବୁଝିଲି ଆଉ କହିବା ଦରକାର ନାହିଁ। ଆଉ ପେଣ୍ଟିକୋ କୋଉଟା ପିନ୍ଧିଛ? ବ୍ଲାକ୍। ଏଇ ତମର କହିଲ ସାଇଜ କେତେ ମୁଁ ନେଇକି ଯିବି ତମକୁ ମିଶିବା। କଣ୍ଟେ ନେଇକି ଆସିବ? ଆଁ କଣ୍ଟେ ନେଇକି ଆସିବ? ବ୍ରା ଗୋଟେ ପେଣ୍ଟି ଗୋଟେ ସେକ୍ସି ପେଣ୍ଟି ନେଇକି ଯିବି। କହିଲି ବା 32। ଆଁ କହିଲି ବା 32। ଆଉ ପେଣ୍ଟି? 85। ଆଁ 95? 85। 85 ନା? ଆଉ 32 ମାନେ ଠିକ 32 ନା ଇଏ 32? ନା ନା ଠିକ 32, ନର୍ମାଲ ଠିକ 32 ବତ ଆଚ୍ଛା ନର୍ମାଲ 32 ନା ହଉ। ତୋତେ 32 ସାଇଜ ନେଇକି ଯିବି ଆଉ। ତମକୁ କୋଉ ଟାଇପ ର ବ୍ରା ପସନ୍ଦ, କପ୍ ଟାଇପ ର ନା ପ୍ଲେନ ନା ଷ୍ଟ୍ରେଚେବଲ ନା କେମିତି? ଷ୍ଟ୍ରେଚେବଲ ଟା ଭଲ। ଆଚ୍ଛା କପ୍ ସାଇଜ ଭଲ ନାହିଁ? ସେଟା ବି ଭଲ, ଏତେ ୟୁଜ କରେନି ଯୋଉ ପ୍ୟାଡେଡ ଯୋଉଟା କହୁଛ ତ? ହଁ ବ୍ରାଣ୍ଡେଡ ଟା। ମୁଁ ହେରା ଏତେ ୟୁଜ କରେନି, ମୁଁ ନର୍ମାଲ ପ୍ଲେନ ହିଁ ୟୁଜ କରେ। ତମେ ପିନ୍ଧିବ ହେଲା। ସେଇଟା ପିନ୍ଧିକି ସେଇଦିନ ଖିଆଖି କରିବା। ହଁ ମଜା ଆସିବ ନା? ଖାଲି ମହୁ ବୋତଲଟେ ନେଇଥିବି ବୁଝିଲ। ଆଚ୍ଛା। ଖାଲି ତମ ବିୟର ଆଉ ଦୁଧରେ ପୁରେଇ ଚାଟିବି। ହାଁ ହଁ ମହୁ ପକେଇ ପୁରା ଚାଟି ବିୟରରେ ଖାଲି ମହୁ ପକେଇକି ଚାଟିବି ଖାଲି ହେଲା। ଆଉ ଦୁଧରେ ବି ମହୁ ପକେଇ ଚାଟିବି ହେଲା। ଆଉ ତମେ ହ୍ୟାଲୋ। ଆଉ ତମେ ମୋ ଦାଣ୍ଡରେ ବି ପୁରା ଚାଟିବି, ପାଟିରେ ପୁରେଇବ ହେଲା। ପାଟିରେ ପଶେଇକି ଖାଇବି। ହଁ ହଁ ଆଉ ଖାଇଦବନି। ପୁରା ତଣ୍ଟି ପଶିଯିବ। ହଁ ପୁରା ମହୁ ଟିକେ ପକଉଥିବ ପାଟିରେ ପୁରଉଥିବ, ମହୁ ଟିକେ ପକଉଥିବ ପାଟିରେ ପୁରଉଥିବ ହେଲା। ପୁରା ଲଲିପପ ଆଉ। ହଁ ପୁରା ଲଲିପପ ଟାଇପର ଚାଟୁଥିବ ହେଲା। ତମକୁ ବି ମଜା ଲାଗିବ, ମୁଁ ବି ତମ ବିୟରରେ ଟିକେ ମହୁ ପକଉଥିବି ଚାଟୁଥିବି, ଟିକେ ମହୁ ପକଉଥିବି ଚାଟୁଥିବି। ହେଲା କେତେ ଇଣ୍ଟରେଷ୍ଟ ମଜା ଲାଗିବ ନା? ମଜା ମାନେ ମୁଁ ଭାବି ପାଗଳ ହେଇଯିବି। ତମେ ଏମିତି କହୁଛ କଥା କହୁଛ, ତମ କଥା ଶୁଣିକି ଆମେ ନିଜକୁ ଅଟକେଇ ପାରୁନୁ। ହୁଁ ପୁରା ହୁଁ କଷିଟା ଅଛି ନା। ହୁଁ ହୁଁ ସମ୍ଭାଳି ବୁଝିଲା।
ମାନେ ଭାବୁଛ ତ କେମିତି ଲାଗିବ କହିଲ? ଭାବୁଛି ବା ସେଇ କଥା, ଖାଲି ମାନେ ଆଖି ଆଗ ନାଚି କିଛି ମତେ ସେଇ ଦୃଶ୍ୟ ଫିଲ୍ମ ଷ୍ଟାଇଲ। ମୁଁ ଖାଲି ଭାବୁଛି ସେଇ ଦିନଟା କେବେ ଆସିବ। ସେଇ ଦିନକୁ ଅପେକ୍ଷା କରିକି ଅଛି। ବୁଝିଲ? ହ୍ୟାଲୋ। ସେଇ ଦିନଟା କେବେ ଆସିବ? ଆସିବ ଖୁବ୍ ଶୀଘ୍ର, ଖୁବ୍ ଶୀଘ୍ର। ରୁହ ଟିକେ ପରେ କଥା ହଉଛି।